ନିର୍ଜନ ସଡ଼କ ଆଉ ଅସମ୍ଭାଳ ବର୍ଷା, ବେଙ୍ଗ ଓ ଝିଙ୍କାରି ଶବ୍ଦରେ ଯେମିତି କାନ ଫାଟି ପଡ଼ୁଥିଲା। ଏକ ଭୟାନକ ରାତିରେ ରାଜପଥରେ ଏକା ଏକା ଆଗକୁ ବଢ଼ି ଚାଲିଥିଲା ଗୋଟିଏ ଧଳା ରଙ୍ଗର କାର୍। ଆଉ କାର୍ ଚଲାଉଥିଲେ ନିଜେ ଜିଲ୍ଲାପାଳ ମହୋଦୟ। ଦୀର୍ଘ 12 କିଲୋମିଟର ଯିବା ପରେ ହଠାତ୍ ଗୋଟିଏ ବଡ଼ ଗଛ ଗାଡ଼ି ଆଗରେ ପଡ଼ିଗଲା। ଦ୍ରୁତ ଗତିରେ କାର୍ ବ୍ରେକ୍ ମାରି କାର୍କୁ ଅଟକେଇ ଦେଲେ ଜିଲ୍ଲାପାଳ। ଏକ ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚିଗଲେ ସତ, ହେଲେ ଚିନ୍ତାର କଥା ଏହା ବଢ଼ିଗଲା। ଏବେ ସେ କ'ଣ କରିବେ? କାରଣ ଏତେ ବଡ଼ ବିଶାଳ ଗଛ ରାସ୍ତାକୁ ପୁରା କଭର କରି ପଡ଼ିଯାଇଥିଲା। ଆଗକୁ ଯିବାକୁ ଅନ୍ୟ ରାସ୍ତା ବି ନଥିଲା। ହେଲେ ତାଙ୍କୁ ଘରେ ଯେମିତି ହେଲେ ବି ପହଞ୍ଚିବାର ଥିଲା, କାରଣ ତାଙ୍କର 9 ବର୍ଷର ପୁଅ ଗୁରୁତର ଥିଲା, ମେଡିକାଲରେ ଆଡମିଟ୍ ଥିଲା। କୌଣସି ମୁହୂର୍ତ୍ତରେ କିଛି ବି ହେଇପାରେ। ତେଣୁ ଏତେ ଭୟଙ୍କର ରାତିରେ ସେ ନିଜେ ଗାଡ଼ି ଚଲେଇ ଘରକୁ ଫେରୁଥିଲେ। ଆଉ ଫେରିବା ବେଳକୁ ରାସ୍ତାରେ ଏକ ଗଛ ପଡ଼ି ରାସ୍ତା ବନ୍ଦ ହେଇଯାଇଥିଲା। ସବୁଠୁ ବଡ଼ କଥା ହେଲା, ତାଙ୍କୁ ସେହି ଅଞ୍ଚଳ ବିଷୟରେ ଅବିଶେଷ ଜ୍ଞାନ ବି ନଥିଲା। ବିଶେଷ ଜ୍ଞାନ ବି ନଥିଲା। କ'ଣ କରିବେ ବୋଲି ଭାବି ଗାଡ଼ି ପଛକୁ ନେଲେ। କିଛି ବାଟ ଫେରିବା ପରେ ରାସ୍ତା କଡ଼ରେ ଗୋଟିଏ ଗଳି ରାସ୍ତା ଦେଖାଗଲା। କିଛି ଉପାୟ ନ ପାଇ ସେହି ଗଳି ରାସ୍ତାରେ ଗାଡ଼ି ପୁରେଇଲେ। 4 ଫୁଟିଆ ରାସ୍ତା ଥିଲା। ଆଗକୁ ଯିବା ପାଇଁ କଷ୍ଟ ଥିଲା। ତଥାପି ସେ ରାସ୍ତା ଦେଇ ଆଗକୁ ବଢ଼ୁଥିଲେ। ମଣିଷ ତ ଦୂରର କଥା, ବାଟ ସାରା କୋଉ କୋଇଲିଟିଏ ବି ଦିଶୁନଥିଲେ। କିଛି ବାଟ ଯିବା ପରେ ଗୋଟିଏ ଲାଇଟ୍ ଦେଖାଗଲା। ତେଣୁ ଜିଲ୍ଲାପାଳଙ୍କର ଟିକିଏ ସାହସ ଆସିଲା। ସେହି ଲାଇଟ୍କୁ ଦେଖି ଗାଡ଼ି ଚଲେଇଲେ। 2-3 ମିନିଟ୍ ଭିତରେ ସେ ସେହି ଘର ପାଖରେ ପହଞ୍ଚିଗଲେ। ଦେଖିବା ବେଳକୁ ଚାଳ କୁଡ଼ିଆ ଘର ଥିଲା। ବର୍ଷା ପବନରୁ ଅଧା ଛପର ଉଡ଼ି ଯାଇଥିଲା। ଘର ଭିତରେ ଗୋଟିଏ ମାତ୍ର ଡିବି ଲାଗିଥିଲା। ହେଲେ କ'ଣ? ଘରର ବାହାରୁ ତାଲା ପଡ଼ିଛି, ଅଥଚ ଭିତରେ ଡିବି ଲାଗିଛି। ଜିଲ୍ଲାପାଳ ଟିକିଏ ଚିନ୍ତାରେ ପଡ଼ିଗଲେ। ଆଖପାଖରେ ବି ଆଉ କିଛି ଘର ନଥିଲା, ନା କେହି ଲୋକ ବି ଦେଖାଯାଉଥିଲେ। ସାହସ କରି ଜିଲ୍ଲାପାଳ ଘର ଝରକା ପାଖକୁ ଗଲେ। ଭିତରେ କ'ଣ ଚାଲିଛି ଦେଖିବାକୁ ଚେଷ୍ଟା କଲେ। ଯେମିତି ସେ ଖଟିଆକୁ ତାଙ୍କ ନଜର ପଡ଼ିଛି, ସେ ଚମକି ପଡ଼ିଲେ। ତାଙ୍କ ଦେହ ଶିହରି ଉଠିଲା। ଜଣେ କଙ୍କାଳ ସଦୃଶ ବୁଢ଼ୀ ମହିଳା ଖଟିଆ ଉପରେ ବସି ରହି ଏତେ ବଡ଼ ବଡ଼ ଆଖି କରି ତାଙ୍କ ଆଡ଼କୁ ଅନେଇ ରହିଥିଲେ। ଭାବିଲେ, ବୁଢ଼ୀ କ'ଣ ମରିଯାଇଛି ନା କ'ଣ? ହେଲେ ସେ ତ ମରିବା ପରି ଦେଖାଯାଉନଥିଲା। ଜିଲ୍ଲାପାଳ ଅଳ୍ପ ସ୍ୱରରେ ଡାକ ପକେଇଲେ, ହେଲେ ବୁଢ଼ୀ ମାଙ୍କର କୌଣସି ଉତ୍ତର ମିଳିଲାନି। ତାଲା ଭାଙ୍ଗି ଭିତରକୁ ପଶିଲେ। ଦେଖିବା ବେଳକୁ ଜଣେ 82 ବର୍ଷିଆ ମହିଳା ଜିରାଜୀର୍ଣ୍ଣ ଅବସ୍ଥାରେ ଗୋଟିଏ ଛିଣ୍ଡା ଖଟିଆ ଉପରେ ବସି ରହି ପଲକ ନୟନରେ ବାହାରକୁ ଅନେଇ ରହିଥିଲେ। ଆଖି କୋରଡ଼ ଭିତରେ ପଶି ଯାଇଥିଲା। ଦେହରେ ଖାଲି କଙ୍କାଳ ଦିଶୁଥିଲା। ଆଉ ସେ ଏମିତି ଭୟଙ୍କର ଦେଖାଯାଉଥିଲେ ଯେ ତାଙ୍କୁ ଦେଖିଲେ ଯେ କେହି ବି ଡରିଯିବ। ସାହସ ନେଇ ଜିଲ୍ଲାପାଳ ଭିତରକୁ ପଶିଲେ। ପଚାରିଲେ କି, ମା, ଆପଣ ମୋତେ କିଛି ସାହାଯ୍ୟ କରିପାରିବେ କି? ହେଲେ କିଛି ବି ଉତ୍ତର ଦେଲେନି ସେ 82 ବର୍ଷିଆ ବୁଢ଼ୀ ମା। ପୁଣି ପରେ ପଚାରିଲେ କି, ମା, ଆପଣ ମୋତେ ଟିକେ ସାହାଯ୍ୟ କରିପାରିବେ କି? ଏଠାରେ ମୁଁ ଆଉ କାହାକୁ ବି ପାଉନି, ତେଣୁ ମୋତେ ଟିକିଏ ଆପଣଙ୍କର ସାହାଯ୍ୟ ଦରକାର। ହେଲେ ଏଥର ବି ସେ ବୁଢ଼ୀ ମା କିଛି ଉତ୍ତର ଦେଲେନି। ଜିଲ୍ଲାପାଳ ତାଙ୍କ ପାଖକୁ ଗଲେ। ଆଉ ଯେମିତି ସେ ବୁଢ଼ୀ ମାଙ୍କର କାନ୍ଧକୁ ଛୁଇଁ ଦେଇ ପୁଣି ଥରେ ପଚାରିବାକୁ ଉଦ୍ୟମ କଲେ, ସେ ବୁଢ଼ୀ ମା ଖଟ ଉପରେ ଗଡ଼ି ପଡ଼ିଲେ। ଜିଲ୍ଲାପାଳ ଆହୁରି ଡରିଗଲେ। ଆରେ ଆରେ, କ'ଣ ହେଲା ତାଙ୍କର? ଜିଲ୍ଲାପାଳ ଚିଲେଇଲେ। ସେ ମାଉସୀ ଏଡ଼େ ଏଡ଼େ ଆଖିରେ ତାଙ୍କ ଆଡ଼କୁ ଅନେଇଥିଲେ। ଜିଲ୍ଲାପାଳ ମହୋଦୟ ସାଙ୍ଗେ ସାଙ୍ଗେ ପାଣି ନେଇ ମାଉସୀଙ୍କ ମୁହଁକୁ ଛାଟିଲେ। ଆଉ ପୁଣି ଥରେ ଡାକିଲେ। କିଛି ସମୟ ପରେ ସେ ମାଉସୀ ଟିକେ ଆଖି ମିଟି ମିଟି କରି କ୍ଷୀଣ ସ୍ୱରରେ ପଚାରିଲେ କି, ପୁଅ, ତମେ କିଏ? ମୋ ପୁଅ କୁଆଡ଼େ ଗଲା? ଜିଲ୍ଲାପାଳ ନିଜର ପରିଚୟ ଦେଲେ। କହିଲେ କି, ମା, ମୁଁ ଅସୁବିଧାରେ ପଡ଼ିଯାଇଛି। ମୁଖ୍ୟ ରାସ୍ତାରେ ଗଛ ପଡ଼ିଯାଇଛି। ଆଉ କେଉଁ ରାସ୍ତା ଅଛି କି? ସେପଟେ ମୋ ପୁଅ ଗୁରୁତର। ମୋତେ ନିହାତି ଯିବାକୁ ପଡ଼ିବ। ଯଦି ତମେ ରାସ୍ତା ବତେଇ ପାରିବ, ମୁଁ ଶୀଘ୍ର ବାହାରି ଯାଆନ୍ତି। ସେଠୁ ସେ ମାଉସୀ ଜଣକ ଧୀରେ ଧୀରେ କହିଲେ କି, ପୁଅ, ଆଉ କେଉଁ ବାଟ ନାହିଁ, ତମକୁ ସେହି ଗୋଟିଏ ବାଟରେ ହିଁ ଯିବାକୁ ପଡ଼ିବ। ଏତିକି କହୁ କହୁ ପୁଣି ଥରେ ବେହୋସ ହେଇଗଲେ ସେ 82 ବର୍ଷିଆ ବୁଢ଼ୀ ମା ଜଣକ।
ଦେଖିକି ଜିଲ୍ଲାପାଳଙ୍କ ଚିନ୍ତା ବଢ଼ିଗଲା। ଗୋଟିଏ ପଟରେ ନିଜ ପୁଅ ପାଇଁ ସେ ବ୍ୟସ୍ତ ହେଉଥିଲେ, ଅନ୍ୟପଟରେ ଏକ ଅଜଣା ସ୍ଥାନରେ ଜଣେ 82 ବର୍ଷିଆ ବୁଢ଼ୀ ମା ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ପାଖରେ କେହି ବି ନାହାନ୍ତି, କ'ଣ କରିବେ କିଛି ବି ଚିନ୍ତା କରିପାରୁନଥିଲେ। ପୁଣି ଥରେ ଜିଲ୍ଲାପାଳ ସେ ମାଙ୍କ ମୁହଁରେ ପାଣି ମାରିଲେ ଆଉ ତାଙ୍କୁ ଡାକ ପକେଇଲେ। ଅଳ୍ପ ସମୟ ପରେ ତାଙ୍କର ହୋସ୍ ଆସିଲା। ଆଉ ହୋସ୍ ଆସୁ ଆସୁ ସେ ପୁଅ କୁଆଡ଼େ ଗଲା ବୋଲି ପଚାରିଲେ। ଜିଲ୍ଲାପାଳ ବି ବ୍ୟସ୍ତ ହୋଇ ପଡ଼ିଲେ। କେଉଁ ପୁଅ କଥା ସେ ପଚାରୁଛନ୍ତି, କାରଣ ସେଠି ତ ଆଉ କେହି ବି ନଥିଲେ। ତେଣୁ କ'ଣ କହିବେ ସେ କିଛି ବି ଜାଣିପାରୁନଥିଲେ। ଜିଲ୍ଲାପାଳ ମହୋଦୟ ସେଠାରୁ ଯିବାକୁ ଚାହୁଁଥିଲେ, ହେଲେ ଆଉ ରାସ୍ତା ନଥିଲା। ବାଧ୍ୟ ହୋଇ ସ୍ତ୍ରୀଙ୍କୁ ଫୋନ୍ କରି ସବୁ କଥା କହିଲେ। ସେତେବେଳକୁ ଜିଲ୍ଲାପାଳଙ୍କର ସ୍ତ୍ରୀ ତାଙ୍କ ପୁଅକୁ ହସ୍ପିଟାଲକୁ ନେଇଯାଇଥିଲେ। ଅପରେସନ୍ ଥିଏଟର ଭିତରେ ପୁଅର ଅପରେସନ୍ ଆରମ୍ଭ ହୋଇଯାଇଥିଲା। 3 ଜଣିଆ ଡାକ୍ତର ଓ ନର୍ସ ପୁଅର ଅପରେସନ୍ କରୁଥିଲେ। ବହୁତ ରକ୍ତ ବୋହିଯାଇଥିଲା, ମୁଣ୍ଡରେ ବି ଆଘାତ ଲାଗିଥିଲା। କେତେବେଳେ କ'ଣ ହେବ କହି ହେଉନଥିଲା। ତେଣୁ ଜିଲ୍ଲାପାଳ ଭାରି ଅଡ଼ୁଆ ପରିସ୍ଥିତିରେ ଥିଲେ। କ'ଣ କରିବେ କିଛି ଭାବିପାରୁନଥିଲେ। ଜିଲ୍ଲାପାଳଙ୍କ ଅସୁବିଧାଜନକ ସ୍ଥିତିକୁ ବୁଝିପାରିଲେ ତାଙ୍କ ସ୍ତ୍ରୀ। ସାଙ୍ଗେ ସାଙ୍ଗେ କହିଲେ କି ଠିକ୍ ଅଛି, ତମେ କିଛି ବି ଚିନ୍ତା କରିବା ଦରକାର ନାହିଁ। ମୁଁ ପୁଅ ପାଖରେ ଅଛି, ତମେ ତାଙ୍କ ପାଖରେ ରୁହ। ଏମିତିରେ ତମେ ତ ଗୋଟିଏ ଜିଲ୍ଲାର ସେବକ, ଲୋକଙ୍କ ଅସୁବିଧା ସୁବିଧା ଦେଖିବା ତମର କାମ। ଆଉ ଯଦି ଜଣେ 82 ବର୍ଷିଆ ବୁଢ଼ୀ ମାଙ୍କର ଜୀବନ ମରଣର କଥା, ତାହେଲେ ତମେ ତାଙ୍କ ସହିତ ରୁହ। ମୁଁ ଏଠାରେ ଅଛି, କିଛି ଅସୁବିଧା ହେବନି। ସ୍ତ୍ରୀଙ୍କ ଅଭୟ ବାଣୀ ପାଇବା ପରେ ଯେମିତି ଟିକେ ଶାନ୍ତିରେ ନିଶ୍ୱାସ ମାରିଲେ ଜିଲ୍ଲାପାଳ। ସାଙ୍ଗେ ସାଙ୍ଗେ ନିଜ ଅଧୀନସ୍ଥ କର୍ମଚାରୀଙ୍କୁ ଫୋନ୍ କରି ମେଡ଼ିକାଲ ପଠାଇଲେ। ସେ କର୍ମଚାରୀ ଜଣକ ତୁରନ୍ତ ମେଡ଼ିକାଲରେ ପହଞ୍ଚି ସବୁ ବ୍ୟବସ୍ଥା କରିଦେଇଥିଲେ। ସେପଟେ ସେ 82 ବର୍ଷିଆ ବୁଢ଼ୀ ମା ବି ଗୁରୁତର ଥିଲେ। କେଜାଣି କେତେ ଦିନ ହେଲା ଜ୍ୱରରେ ପଡ଼ିଥିଲେ, ଆଉ ଜିଲ୍ଲାପାଳ ଦେଖିବା ବେଳକୁ ଜ୍ୱରରେ କମ୍ପୁଥିଲେ। ଆଉ 7 ଦିନ ହେଲା ସେ କିଛି ଖାଇନଥିଲେ। ତାଙ୍କ ପୁଅ ବୋହୂ ଲୁଚି ଲୁଚି ବୁଢ଼ୀ ମାଙ୍କୁ ବାହାରୁ ତାଲା ଦେଇ କୁଆଡ଼େ ପଳାଇଥିଲେ। ଆଉ ସେବେଠୁ ବୁଢ଼ୀ ମା ପୁଅ ବୋହୂଙ୍କ ଆସିବାକୁ ଅପେକ୍ଷା କରି ରହିଥିଲେ। ଆଉ ତାଙ୍କ ହାତ ଗୋଡ଼ ଠିକ୍ରେ ଚାଲୁନଥିବାରୁ କିଛି ବି ଖାଇନଥିଲେ। ଘରେ ଯାହା କିଛି ଶୁଖିଲା ଖାଦ୍ୟ ଥିଲା ଘୋଷାରି ଘୋଷାରି ହୋଇ ଖାଇ ଦେଇଥିଲେ। ଠିକ୍ ସମୟରେ ଔଷଧ ଖାଇବା ନ ମିଳିବାରୁ ସେ ପୁରା ଦୁର୍ବଳ ହୋଇପଡ଼ିଥିଲେ। ପାଟିରୁ କଥା ବାହାରୁ ନଥିଲା। ଜିଲ୍ଲାପାଳ ଅନୁଭବ କଲେ କି ଯଦି ତାଙ୍କୁ ଅତି ଶୀଘ୍ର ଚିକିତ୍ସା ଯୋଗାଇ ନ ଦିଆଯିବ ତାହେଲେ ତାଙ୍କର ମୃତ୍ୟୁ ହୋଇଯାଇପାରେ। ହେଲେ ଏପରି କାଳରାତ୍ରିରେ କେଉଁଠି ହସ୍ପିଟାଲ ଥିବ, ଆଉ କେମିତି ତାଙ୍କୁ ହସ୍ପିଟାଲ ନେବେ? ତେଣୁ ସେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପାଇଁ ଚିନ୍ତା କଲେ। ଜିଲ୍ଲାପାଳଙ୍କର ମନେ ପଡ଼ିଗଲା କି ଗାଡ଼ିରେ ରହିଛି ଜ୍ୱର ଔଷଧ। ସେ ତୁରନ୍ତ ଗାଡ଼ି ପାଖକୁ ଦୌଡ଼ିଲେ। ଗାଡ଼ିରୁ ଜ୍ୱର ଔଷଧ ନେଇ ଆସିଲେ। ହେଲେ ସେ ବୁଢ଼ୀ ମା ଜଣକ 7-8 ଦିନ ହେଲା କିଛି ଖାଇନଥିଲେ। କ'ଣ କରିବେ ଚିନ୍ତାରେ ପଡ଼ିଗଲେ, କାରଣ ଆଖପାଖରେ କିଛି ବି ଖାଇବାକୁ ନଥିଲା। ଏପରିକି ତାଙ୍କର କାର୍ ଭିତରେ ବି କିଛି ନଥିଲା। ବାଧ୍ୟ ହୋଇ ସେ ସେହି ଘରେ ଖୋଜିବାକୁ ଲାଗିଲେ। ହେଲେ ଗୋଟିଏ ଡେକ୍ଚି ଭିତରେ ମାତ୍ର 5 ମୁଠା ଚାଉଳ ରହିଥିଲା। ଆଉ ତା ପାଖକୁ ଗୋଟିଏ ଜରିରେ ବନ୍ଧା ହେଇ 2 ମୁଠା ମୁଗ ଡାଲି ରହିଥିଲା। ସେ ତୁରନ୍ତ ଚୁଲି ଲଗେଇଲେ। 2 ଖଣ୍ଡ ପୋଡ଼ା କାଠ ରହିଥିଲା। ସେଥିରେ ଚୁଲି ଲଗେଇ ଯେମିତି ସେମିତି ରୋଷେଇ ଆରମ୍ଭ କରିଦେଲେ। ଆଉ 1 ଘଣ୍ଟା ପରେ ଯେତେବେଳେ ରୋଷେଇ ସରିଲା ନିଜ ହାତରେ ବୁଢ଼ୀ ମାଙ୍କୁ ଖୁଆଇଦେଲେ। ଆଉ ଖୁଆଇସାରି ଜ୍ୱର ଔଷଧ ବି ଦେଲେ। ସେତେବେଳେ ଯାଏ ନା ସେ ଭୟଙ୍କର ବର୍ଷା କମୁଥିଲା, ନା ସେ କଳାହାଣ୍ଡିଆ ଅନ୍ଧାର ହଟୁଥିଲା। ବାହାରକୁ ଦେଖିଲେ ଯିଏ ବି ଡରିବା ସ୍ୱାଭାବିକ ଥିଲା। ପୁରା ରାତି ସେ ବୁଢ଼ୀ ମାଙ୍କ ପାଖରେ କଟେଇ ଦେଲେ। ଯେମିତି ସକାଳ ହେଲା ସେ ବାହାରକୁ ଆସିଲେ। ସେତେବେଳକୁ ଅଗ୍ନିଶମ ବିଭାଗ ତାର ଗଛକଟା ମେସିନ୍ ନେଇ ସେ ଗଛ ପାଖରେ ପହଞ୍ଚି ଯାଇଥିଲେ। ଆଉ ତୁରନ୍ତ ଗଛ କଟା ଆରମ୍ଭ ହୋଇଗଲା। 1 ଘଣ୍ଟା ଭିତରେ ରାସ୍ତା ସଫା ହୋଇଗଲା। ତେଣୁ କାଳ ବିଳମ୍ବ ନକରି ସେ ବୁଢ଼ୀ ମାକୁ ନିଜେ ଟେକିକି ନେଇ ଗାଡ଼ିରେ ବସେଇଲେ। ଆଉ ବାହାରି ପଡ଼ିଲେ ହସ୍ପିଟାଲ ଅଭିମୁଖେ। ଏତେ ସମୟ କାହାଣୀ ଦେଖିବା ପରେ ଆପଣ ନିଶ୍ଚୟ ଭାବୁଥିବେ କି କିଏ ଥିଲେ ସେ ଜିଲ୍ଲାପାଳ, ଆଉ କ'ଣ ଥିଲା ସେ ବୁଢ଼ୀ ମାଙ୍କର ଦୁଃଖଦ କାହାଣୀ। କାହିଁକି ତାଙ୍କୁ ବାହାରୁ ତାଲା ପକାଇ ପୁଅ ବୋହୂ କୁଆଡ଼େ ଚାଲି ଯାଇଥିଲେ,
ଆଉ ଜିଲ୍ଲାପାଳଙ୍କର ପୁଅ ସହିତ ଏମିତି କ'ଣ ଘଟିଥିଲା ଯେ ସେ ଏତେ ଭୀଷଣ ବର୍ଷା ରାତିରେ ନିଜେ ନିଜେ ଗାଡ଼ି ଚଲେଇ ଯାଉଥିଲେ? ପୂରା କାହାଣୀ ଜାଣିଲେ ଆପଣ ବି ଦୋହଲି ଯିବେ। ତେଣୁ ପୂରା କାହାଣୀ ଦେଖନ୍ତୁ। ଯେଉଁମାନେ ପ୍ରଥମେ ଲାଇକ୍ ସେୟାର କରି ନିଜ ନାଁ କମେଣ୍ଟ କରିବେ ସେମାନଙ୍କ ନାଁ ପର ଭିଡ଼ିଓରେ ଘୋଷଣା ହେବ। ବଲାଙ୍ଗୀରର ରାଜେଶ ରଣ ସିଂ ପିଲାଦିନରୁ ହିଁ ବାପା ମରିଯାଇଥିଲେ। ମା ତାକୁ ପାଠ ପଢ଼େଇ ବଡ଼ ମଣିଷ କରିଥିଲେ। ପିଲାଦିନରୁ ହିଁ ତାଙ୍କର ସ୍ୱପ୍ନ ଥିଲା ଆଇଏଏସ୍ ହେବା। ତେଣୁ ଏଥିପାଇଁ ସେ ଦିନ ରାତି ଏକ କରିଦେଇଥିଲେ। ଆଉ ତାଙ୍କର ଏକ ଭଲ ଗୁଣ ଥିଲା ଯେ ସେ ଦୁଃଖୀ ମଣିଷ ଦେଖିଲେ ନିଜେ ଦୁଃଖୀ ହୋଇ ପଡ଼ୁଥିଲେ ଆଉ ତାକୁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରୁଥିଲେ। ଆଉ ସେହି ଗୁଣ ତାଙ୍କର ବଡ଼ ହେବା ପରେ ବି ରହିଥିଲା। ସେଥିପାଇଁ ତାଙ୍କୁ ସବୁ ଜାଗାରେ ପ୍ରଶଂସା ମିଳୁଥିଲା। ଧୀରେ ଧୀରେ ବଡ଼ ହେଉଥିଲେ ରାଜେଶ। ମାଙ୍କର ଛୋଟିଆ ଚାକିରିରେ ଘର ଆଉ ତାଙ୍କ ପାଠପଢ଼ା ଖର୍ଚ୍ଚ ଚଳୁନଥିଲା। ତେଣୁ ରାଜେଶ ନିଜେ ଟ୍ୟୁସନ୍ କରି ପାଠ ପଢ଼ୁଥିଲେ। ଘରେ ରହି ୟୁଟ୍ୟୁବରୁ ପାଠ ପଢ଼ି ସେ ଆଇଏଏସ୍ ପରୀକ୍ଷା ଦେଇଥିଲେ। ତୃତୀୟ ଥରରେ ସେ ଆଇଏଏସ୍ ପାଇଯାଇଥିଲେ। ସେଦିନ ଥିଲା ତାଙ୍କ ପାଇଁ ଖୁସିର ମୁହୂର୍ତ୍ତ। ଯେତେବେଳେ ଆଇଏଏସ୍ ପାଇବା କଥା ତାଙ୍କ ମାଆଙ୍କୁ ଜଣେଇଲେ ମାଆଙ୍କ ଆଖିରୁ ଲୁହ ଝରି ଆସିଲା। କାନ୍ଦ କାନ୍ଦ ହୋଇ କହିଲେ, ତୋ ବାପା ଥିଲେ ଆଜି କେତେ ଖୁସି ହେଇନଥାନ୍ତେ। ରାଜେଶ ମାଆଙ୍କ ଲୁହ ପୋଛିଲେ ଆଉ କହିଲେ, ମା ତମେ ଆଉ ମନ ଦୁଃଖ କରନି। ଭଗବାନ ତମ ପ୍ରାର୍ଥନା ଶୁଣିଛନ୍ତି। 6 ମାସର ଟ୍ରେନିଂ ପରେ ତାଙ୍କୁ ବୌଦ୍ଧ ଜିଲ୍ଲାରେ ଉପଜିଲ୍ଲାପାଳ ଭାବରେ ନିଯୁକ୍ତି ମିଳିଗଲା। ଆଇଏଏସ୍ ହେଇଯିବା ପରେ ତାଙ୍କର ବିବାହ ସୁମନାଙ୍କ ସହିତ ହୋଇଗଲା। ଖୁବ୍ ଧୁମଧାମରେ ସେ ତାଙ୍କ ଜୀବନ ବିତାଉଥିଲେ। ମା ଓ ସ୍ତ୍ରୀ ବଲାଙ୍ଗୀରରେ ରହୁଥିବା ବେଳେ ରାଜେଶ ବୌଦ୍ଧରେ ରହୁଥିଲେ। ବୌଦ୍ଧ ଓ ବଲାଙ୍ଗୀରର ପଡ଼ୋଶୀ ଜିଲ୍ଲା ହୋଇଥିବାରୁ ତାଙ୍କୁ ଯିବା ଆସିବା କରିବାରେ କିଛି ବି ସମସ୍ୟା ହେଉନଥିଲା। ଏମିତି 3 ବର୍ଷ ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା। ତାଙ୍କର ନାଁ ଥିଲା ବିଭାନ। ଏବେ ବିଭାନ 9 ବର୍ଷର ହୋଇଯାଇଥିଲା ଆଉ ସେ ଜିଲ୍ଲାପାଳ ହୋଇ ବରଗଡ଼ ଜିଲ୍ଲାକୁ ପଳାଇ ଆସିଥିଲେ। ବରଗଡ଼ରେ ଜଏନ୍ ହେବାର 2 ମାସ ହୋଇଛି କି ନାହିଁ ହଠାତ୍ ତାଙ୍କ ସହିତ ଏକ ବଡ଼ ଦୁର୍ଘଟଣା ଘଟିଲା। ଦିନେ ସମସ୍ତଙ୍କ ଅଜାଣତରେ ତାଙ୍କର 9 ବର୍ଷର ପୁଅ ଛାତ ଉପରକୁ ଯାଇ ଖେଳାଖେଳି କରୁଥିଲା ଆଉ ସେହି ସମୟରେ କେମିତି କେଜାଣି ତା ଗୋଡ଼ ଖସି ତଳେ ପଡ଼ିଯାଇଥିଲା ଆଉ ସେ ପୂରା 2 ମହଲା ତଳକୁ ଖସି ପଡ଼ିଥିଲା। ଗୋଡ଼ ହାତ ଖଣ୍ଡିଆ ଖାପରା ସହିତ ମୁଣ୍ଡ ମାଡ଼ ହୋଇଯାଇଥିଲା ଆଉ ରକ୍ତ ବି ବହୁଥିଲା। ସାଙ୍ଗେ ସାଙ୍ଗେ ସୁମନା ଓ ତାଙ୍କ ଶାଶୁ ଦୌଡ଼ିକି ଯାଇ ବିଭାନକୁ ଟେକି ଧରିଲେ। ଯେତେବେଳକୁ ବିଭାନର ହୋସ୍ ନଥିଲା। ସୁମନା ଆମ୍ବୁଲାନ୍ସ ବୋଲି ଚିଲଉଥିଲେ। ପଡ଼ୋଶୀ କେହି ଜଣେ ଫୋନ୍ କରି ତୁରନ୍ତ ଆମ୍ବୁଲାନ୍ସ ଡକେଇଲେ। ଅଳ୍ପ ସମୟ ଭିତରେ ଆମ୍ବୁଲାନ୍ସ ଆସି ବିଭାନକୁ ହସ୍ପିଟାଲକୁ ନେଇଗଲା। ଭୀମଭୋଇ ହସ୍ପିଟାଲରେ ଡାକ୍ତରମାନେ ବି ତୁରନ୍ତ ବିଭାନକୁ ଦେଖିବା ସହିତ ଓଟିକୁ ନେଇଗଲେ ଆଉ ନର୍ସ ଆସି କହିଲେ କି ତାର ତୁରନ୍ତ ଅପରେସନ୍ ଦରକାର ଆଉ ରକ୍ତ ବି ଯୋଗାଡ଼ କରି ରଖନ୍ତୁ। ସୁମନାଙ୍କ ମୁଣ୍ଡ କାମ କରୁନଥିଲା। ସ୍ୱାମୀଙ୍କୁ ଫୋନ୍ ଲଗେଇଲେ। ସେତେବେଳକୁ ରାତି ହୋଇଗଲାଣି। ରାଜେଶ ବାବୁ ବରଗଡ଼ରେ ଥିଲେ ଆଉ ବରଗଡ଼ରେ ବର୍ଷା ପବନ ଏତେ ଜୋରରେ ହେଉଥିଲା ଯେ ବାହାରିବା ମୁସ୍କିଲ ହୋଇପଡ଼ୁଥିଲା। ପାଖରେ ଡ୍ରାଇଭର ନଥିଲେ। ସ୍ତ୍ରୀଙ୍କ ଠାରୁ ଏମିତି ଖବର ଶୁଣି ତାଙ୍କର ମୁଣ୍ଡ ଘୂରିଗଲା। ସେ ବି ପାଗଳ ପ୍ରାୟ ହୋଇଗଲେ। ବାହାରକୁ ଆସି ଦେଖିବା ବେଳକୁ ଭୀଷଣ ବର୍ଷା ହେଉଥିଲା। ରାତି ପୁରା ଭୟଙ୍କର ହୋଇପଡ଼ିଥିଲା। ହେଲେ ପୁଅର ଜୀବନର ପ୍ରଶ୍ନ ଥିଲା। ତୁରନ୍ତ ସେ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କଲେ ଆଉ ବଲାଙ୍ଗୀର ଜିଲ୍ଲାପାଳ ବି ତାଙ୍କ କର୍ମଚାରୀଙ୍କୁ ମେଡ଼ିକାଲ ପଠାଇ ସବୁ ବନ୍ଦୋବସ୍ତ କରିଦେଲେ ଆଉ ବିଳମ୍ବ ନକରି ନିଜେ ଗାଡ଼ି ଚଲେଇ ବଲାଙ୍ଗୀର ବାହାରି ଯିବା ପାଇଁ ନିଷ୍ପତ୍ତି ନେଲେ। 5 ମିନିଟ୍ ଭିତରେ ସେ ସବୁ କାମ ସାରି ଦେଇଥିଲେ ଆଉ ବାହାରି ପଡ଼ିଲେ ଘରକୁ। ରାସ୍ତାର ମୁହଁକୁ ମୁହଁ ଦେଖାଯାଉନଥିଲା। ବର୍ଷା ଅସମ୍ଭବ ପ୍ରକାରର ହେଉଥିଲା। ରାସ୍ତାରେ ଖାଲି ବେଙ୍ଗ ଓ ଝିଙ୍କାରୀର ଶବ୍ଦ ଶୁଭୁଥିଲା। ରାସ୍ତାରେ କେହି ବି ନଥିଲେ। ପୁରା ସୁନସାନ ଥିଲା। ଏମିତି ଭୟଙ୍କର ସ୍ଥିତିରେ ସେ ପ୍ରାୟ 1.5 ଘଣ୍ଟାରେ 67 କିଲୋମିଟର ଅତିକ୍ରମ କରିସାରିଥିଲେ ଆଉ 12 କିଲୋମିଟର ବାକି ଥିଲା। ଗାଡ଼ି ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଥିଲା। ହଠାତ୍ ରାସ୍ତା ଉପରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଲା। ରାଜେଶ ବାବୁ ଏକ ଜୋରଦାର ବ୍ରେକ୍ ମାରିବା ପରେ ଭୟଙ୍କର ଶବ୍ଦ କରି ଗାଡ଼ି ଅଟକିଗଲା।
ଆଗରେ ବିରାଟ ଗଛ ପଡ଼ି ରାସ୍ତା ବ୍ଲକ୍ କରିଦେଇଥିଲା। ଚାରିଆଡ଼େ ସୁନସାନ୍ ଥିଲା, ଆଉ କୋଇଲିଟିଏ ବି ନଥିଲେ। ବର୍ଷା ବି ଛାଡ଼ିବାର ନାଁ ନେଉନଥିଲା। କାରରୁ ବାହାରି ରାସ୍ତାରେ ଖୋଜିଲେ ଜିଲ୍ଲାପାଳ ମହୋଦୟ, ହେଲେ ଅନ୍ୟ ରାସ୍ତା ଦେଖାଯାଉନଥିଲା। କ'ଣ କରିବେ ବୋଲି କିଛି ଭାବିପାରୁନଥିଲେ। ଗାଡ଼ି ପଛକୁ ନେଲେ, କାଳେ କିଛି ଭିତର ରାସ୍ତା ଥିବ। କିଛି ବାଟ ପଛୁଆ ଯିବା ପରେ ଗୋଟିଏ ଗଳି ରାସ୍ତା ମିଳିଗଲା, ଆଉ ସେହି ରାସ୍ତା ଦେଇ ସେ ମାଡ଼ି ଚାଲିଲେ। ରାସ୍ତାଟି ମାତ୍ର 4 ଫୁଟର ଅଣଓସାରିଆ ଥିଲା। ତଥାପି ସେ ହାଇୱେ ପହଞ୍ଚିବା ଆଶାରେ ସେ ରାସ୍ତାରେ ଆଗକୁ ବଢ଼ୁଥିଲେ, ହେଲେ ହାଇୱେ ମିଳୁନଥିଲା। କିଛି ବାଟ ଯିବା ପରେ ସେ ଆଲୁଅ ଦେଖାଗଲା। ଭାବିଲେ ଯାଇ ପଚାରିବି କି ହାଇୱେକୁ ରାସ୍ତା କେଉଁଟା ବୋଲି। ଯେତେବେଳେ ସେ ଘର ପାଖରେ ଯାଇ ଗାଡ଼ି ଲଗେଇଛନ୍ତି, ଘର ବାହାରୁ ତାଲା ଝୁଲୁଥିଲା, ହେଲେ ଭିତରୁ ଲାଇଟ୍ ଜଳୁଥିଲା। ସେ ଆଶ୍ଚର୍ଯ୍ୟ ହୋଇଗଲେ। ବାହାରୁ ତାଲା ଝୁଲୁଛି, ଅଥଚ ଭିତରେ କେମିତି ଲାଇଟ୍ ଲାଗିଛି। ଭାବିଲେ ଯାଇ ପାଖରୁ ଦେଖିବେ। ଯେତେବେଳେ ଝରକା ପାଖକୁ ଯାଇଛନ୍ତି, ଖଟିଆ ଉପରର ଦୃଶ୍ୟ ଦେଖି ସେ ଚମକି ପଡ଼ିଲେ। କାରଣ ସେ ବୁଢ଼ୀ ମା ଏତେ ବଡ଼ ଆଖିରେ ବାହାରକୁ ଅନେଇ ରହିଥିଲେ। ଆଉ ତାପରେ ଯାହା ହେଲା ଆପଣମାନେ ଆଗରୁ ଶୁଣି ସାରିଛନ୍ତି। ଏହି ଘଟଣା ପରେ ଜିଲ୍ଲାପାଳଙ୍କ ହୃଦବୋଧ ହେଲା କି ସେ ମାଉସୀ ମରିନାହାନ୍ତି, ଆଉ ବୋଧେ ସେ ସାହାଯ୍ୟ ଆଶାରେ ବାହାରକୁ ଅନେଇ ରହିଥିଲେ। ସେଠୁ ତାଙ୍କୁ ଖୁଆଇ ପିଆଇ ଔଷଧ ଦେବାରୁ ସେ 1 ଘଣ୍ଟା ପରେ ତାଙ୍କ ଦେହରୁ ଟିକେ ଜ୍ୱର ଓହ୍ଲେଇଗଲା। ବୁଢ଼ୀ ମାଉସୀ ଟିକେ ଆଶ୍ୱସ୍ତି ଅନୁଭବ କଲେ, ହେଲେ ଦୁର୍ବଳତାରୁ ମୁକୁଳି ନଥିଲେ। ତଥାପି ଜିଲ୍ଲାପାଳ ତାଙ୍କୁ ପଚାରିଲେ କି ମା, ଆପଣଙ୍କ ସହିତ କ'ଣ ହେଇଛି? ତମ ପୁଅ କୁଆଡ଼େ ଗଲେ? ଆଉ ବାହାରୁ କାହିଁକି ତାଲା ପଡ଼ିଥିଲା? ବାହାରୁ ତାଲା ପଡ଼ିବା କଥା ଶୁଣି ବୁଢ଼ୀ ମାଉସୀ କାନ୍ଦି ପକାଇଲେ। କହିଲେ, କ'ଣ କହିବି ପୁଅ, ଆମ ଗରିବଙ୍କ ପାଇଁ ବୋଧେ ଏଇଟା ସାଧାରଣ କଥା। ଆଗରୁ ଆମେ ଏଠାରେ ରହୁନଥିଲୁ, ଗାଁ ଭିତରୁ ରହୁଥିଲୁ। ମୋର ପରିବାର କହିଲେ ପୁଅ, ବୋହୂ ଓ ତାର 2ଟି ଝିଅ ଥିଲେ। ଆମେ ପୁରା ଗରିବ ଘରର ଥିଲୁ। ପୁଅ କାମ କଲେ ଆମେ 5 ପ୍ରାଣୀକୁ ଦାନା ମିଳୁଥିଲା। ଭାରି ହୀନସ୍ତା ହେଉଥିଲା ପୁଅ। ଝିଅମାନେ ବି ବଡ଼ ହେଉଥିଲେ, କିନ୍ତୁ ରୋଜଗାର ବଢ଼ୁନଥିଲା କି ସଞ୍ଚୟ ବି ହେଉନଥିଲା। ସେଥିପାଇଁ ପୁଅ ବୋହୂ ଦୁହେଁ ଭାରି ଦୁଃଖରେ ଥିଲେ। ଦିନେ ତାର ବଡ଼ ଝିଅ କୁଆଡ଼େ ପଳେଇଲା। ତାପରେ ଆମେ ଶୁଣିଲୁ ଯେ ସେ କାହାକୁ ଭଲ ପାଇ ପଳେଇଛି। ବଡ଼ ଝିଅ ପଳେଇବା ପରେ ଯେମିତି ଆମ ଉପରେ ବିପତ୍ତି ମାଡ଼ି ଆସିଲା। ଗାଁ ଲୋକେ ଜାଣିବା ପରେ ଗାଁ ବସିଲା, ଆଉ ନିଷ୍ପତ୍ତି ନେଲେ କି ତମ ଝିଅ ଅଜାତିରେ ପଳେଇ ଯାଇଥିବାରୁ ତମେ ଆଉ ଗାଁରେ ରହିପାରିବନି। ତମକୁ ଗାଁ ଛାଡ଼ିବାକୁ ପଡ଼ିବ, ନହେଲେ ଗାଁର ବଦନାମ ହେବ। ଗାଁରେ ଆମକୁ ବାସନ୍ଦ କରିଦେଲେ, ନିଆଁ ପାଣି ବନ୍ଦ କରିଦେଲେ। ବାଧ୍ୟ ହୋଇ ଆମେ ଏଠାକୁ ପଳେଇ ଆସିଲୁ, ଆଉ ଛୋଟିଆ କୁଡ଼ିଆଟେ କରି ରହୁଥିଲୁ। 3 ବର୍ଷ ବିତି ଯାଇଥିଲା। କିଛି ମାସ ତଳେ ସାନ ଝିଅର ବିବାହ ବି ହୋଇଯାଇଥିଲା। ସେଥିପାଇଁ ପୁଅକୁ ବହୁତ କରଜ କରିବାକୁ ପଡ଼ିଲା। ଟଙ୍କା ପାଇଁ କରଜଦାତା ସବୁବେଳେ ଘରେ ଆସି ବସିଲେ, ଗାଳିମନ୍ଦ କଲେ। ପୁଅ ବୋହୂଙ୍କୁ ଲାଜ ମାଡ଼ୁଥିଲା। କେତେ ଆଉ ସେମାନଙ୍କୁ ମିଛ କହିଥାନ୍ତେ। ଏମିତିରେ ଦୈବ ଆହୁରି ଦାଉ ସାଜିଲା। ଏଇ 11 ଦିନ ହେଲା ମୋତେ ଟାଇଫଏଡ଼୍ ଜ୍ୱର ହୋଇଗଲା। ପାଣି ପରି ଟଙ୍କା ଖର୍ଚ୍ଚ ହେଲା, ଜ୍ୱର ଛାଡ଼ୁନଥିଲା। କି ଦୁର୍ବଳତାରୁ ମୁଁ ଆଉ ବେଡ଼ରୁ ଉଠି ପାରୁନଥିଲି। ସବୁ ଧନ ମୋ ପାଇଁ ସାରିଦେଲା ପୁଅ। ଗୋଟିଏ ପଟରେ କରଜଦାତା ଆସି ସବୁଦିନ ପୁଅକୁ ଗାଳିମନ୍ଦ କରୁଥିଲେ, ଅନ୍ୟପଟରେ ମୋ ଦେହ ପାଇଁ ସେ ସବୁ ଟଙ୍କା ସାରି ଦେଇଥିଲା। ପାଖରେ ଆଉ କିଛି ବି ନଥିଲା। ଦିନେ ରାତିରେ ଖାଇ ପିଇ ଆମେ ଶୋଇପଡ଼ିଥିଲୁ, ଆଉ ସକାଳୁ ଉଠିବା ବେଳକୁ ଘରେ ପୁଅ ବୋହୂ ନଥିଲେ। କେତେ ଡାକ ପକେଇଲି, ଘୋଷାରି ହୋଇ ଆସି କବାଟ ବାଡ଼େଇଲି, ହେଲେ ସେ ବାହାରୁ ତାଲା ଦେଇ ପଳେଇଥିଲେ। ଅପେକ୍ଷା କରି ଚାଲିଲି, ହେଲେ ପୁଅ କି ବୋହୂ କେହି ବି ଆସିଲେନି। ଆଜିକୁ 7 ଦିନ ହେଲାଣି। ମୋର ବଳ ପାଉନି ଖଟିଆରୁ ଉଠିବା ପାଇଁ। ଘରେ ଯାହା କିଛି ଥିଲା ଖାଇ ପିଇ ମରଣକୁ ଅପେକ୍ଷା କରିଛି। ଶୁଣିକି ଜିଲ୍ଲାପାଳଙ୍କ ଆଖିରୁ ଲୁହ ପଳେଇ ଆସିଲା। ସେ ଭାବି ପାରୁନଥିଲେ କି ଆଜି ବି ଏମିତି ଅବସ୍ଥାରେ ଲୋକ ଜିଉଛନ୍ତି। ସକାଳ ହୋଇଯାଇଥିଲା, ଆଉ ରାସ୍ତା ବି ପରିଷ୍କାର ହୋଇଯାଇଥିଲା। ତାଙ୍କୁ ସେ ନିଜେ ଟେକିକି ନେଇ ଗାଡ଼ିରେ ବସେଇଲେ। ସିଧା ଯାଇ ଭୀମଭୋଇ ହସ୍ପିଟାଲରେ ପହଞ୍ଚିଗଲେ, ଯେଉଁଠି ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଆଡ଼ମିଟ୍ ହୋଇଥିଲା। ବୁଢ଼ୀ ମାଆଙ୍କୁ ଜଣେ ଡାକ୍ତରଙ୍କୁ ଦେଖେଇଲେ, ଆଉ ଜଣେ ନର୍ସକୁ ବୁଢ଼ୀ ମାଆଙ୍କର ଦାୟିତ୍ୱ ଦେଇ ସେ ସିଧା ପୁଅ ପାଖକୁ ଦୌଡ଼ିଲେ। ସେତେବେଳକୁ ବିଭାନ କ୍ୟାବିନ୍କୁ ପଳେଇ ଆସିଥିଲେ। ସୁମନା କହିଲେ କି ତମେ ଜମା ବି ବ୍ୟସ୍ତ ହୁଅନି,
ଡାକ୍ତର କହିଛନ୍ତି ତାର ଅବସ୍ଥା ଠିକ୍ ଅଛି। ଶୁଣିକି ରାଜେଶ ବାବୁଙ୍କ ଦେହରେ ଯେମିତି ଜୀବନ ପଶିଲା। ସେପଟେ ବୁଢ଼ୀ ମାଙ୍କର ଚିକିତ୍ସା ଆରମ୍ଭ ହୋଇଗଲା। ପୁରା 7 ଦିନ ବିତିବା ପରେ ଉଭୟ ବିଭାନ ଓ ବୁଢ଼ୀ ମା ଠିକ୍ ହେଇଗଲେ। ପୁଅ ସହିତ ବୁଢ଼ୀ ମାଙ୍କୁ ବି ଘରକୁ ନେଇ ଆସିଲେ ସେ। ଆଉ ସ୍ଥାନୀୟ ପୋଲିସକୁ ବୁଢ଼ୀ ମାଙ୍କ ପୁଅ ବୋହୂକୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଲେ। ଖୋଳତାଡ଼ର 2 ଦିନ ପରେ ଦୁଃଖଦ ଖବର ଆସିଲା। ଘର ଛାଡ଼ିକି ଯିବା ରାତିରେ ହିଁ ପୁଅ ବୋହୂ ଦୁହେଁ ଆତ୍ମହତ୍ୟା କରିଦେଇଥିଲେ। 7 ଦିନ ଧରି ପୋଲିସ ସେମାନଙ୍କ ପରିଚୟ ନ ପାଇବାରୁ ଅନ୍ତିମ ସଂସ୍କାର କରିଦେଇଥିଲା। ଶୁଣିକି ବୁଢ଼ୀ ମାଙ୍କ ଆଖିରୁ ଲୁହ ଶୁଖୁନଥିଲା। ଜିଲ୍ଲାପାଳ ଓ ତାଙ୍କ ପରିବାର ଆଶ୍ୱାସନା ଦେଉଥିଲେ। ସମୟ ବିତିଲା। ବୁଢ଼ୀ ମା ଏବେ ଜିଲ୍ଲାପାଳଙ୍କ ଘରେ ରହୁଛନ୍ତି। ସେମାନଙ୍କ ପରିବାର ବି ତାଙ୍କର ଯତ୍ନ ନେଉଛନ୍ତି। ସେହି ଘଟଣା ପରଠାରୁ ଜିଲ୍ଲାପାଳ ନିଜେ ଜିଲ୍ଲାରେ ଗରିବୀ ହଟାଓ ଅଭିଯାନ ଆରମ୍ଭ କରିଦେଇଥିଲେ। କାହାଣୀଟି ଏତିକି ଥିଲା। ଆଜି ବି ସମାଜରେ ଲୋକମାନେ ଏମିତି ପରିସ୍ଥିତିରେ ଜିଉଛନ୍ତି। ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ନିଜ ପୁଅର ଜୀବନ ମରଣ ସମସ୍ୟା ଉପରେ ଜିଲ୍ଲାପାଳ ଜଣେ ବୁଢ଼ୀ ମାଙ୍କର ଜୀବନ ବଞ୍ଚେଇଥିଲେ। ଜିଲ୍ଲାପାଳଙ୍କର ଏହି କାମକୁ ନେଇ ଆପଣ କମେଣ୍ଟ ବକ୍ସରେ ନିଜର ମତ ଦେବାକୁ ଭୁଲିବେନି। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।